ଆମେ ଆସିଲୁ ପ୍ରଥମେ ସବୁଦିନ କେମିତି ଯାଉ ରାଇଟ୍ ଟାଇମ୍ରେ ବସ୍ ଆମେ ପହଞ୍ଚିଲୁ। ସେ ପେସେଣ୍ଟ ବି ଜଣେ ଥିଲେ। ପଠାଇଲା ବେଳକୁ ବସ୍ ନାହିଁ ସେଇଠି ଷ୍ଟାଣ୍ଡରେ। ବୁଝିଲୁ ଦୁଇଟା ପାଖକୁ ଆସିକି ବୁଝିଲୁ ଯେ ନା ବସ୍ ଯିବନି। କ'ଣ ପାଇଁ ଯିବନି? ନା ତେଲ ନାହିଁ। ତେଲ କ'ଣ ହେଲା? ନା ସେ ଗଭର୍ଣ୍ଣମେଣ୍ଟ ଯେଉଁ ତେଲ ପଇସା ପଠାଇବା କଥା 31 ମାର୍ଚ୍ଚ ସୁଦ୍ଧା ସେ ଡିପୋକୁ ପହଞ୍ଚିନି। ତେଣୁ ଡିପୋ ବାଲା ତେଲ ଦେଉନି। ତେଣୁ ଗଭର୍ଣ୍ଣମେଣ୍ଟର ତ ରଙ୍ଗ ବଦଳାଇବାକୁ ପଇସା ଅଛି ବସ୍ର, ତେଲ ପାଇଁ ପଇସା କାହିଁକି ଠିକ୍ ସମୟରେ ଦେବେନି? ଆମେ ସବୁ ଲୋଅର ମିଡିଲ୍ କ୍ଲାସ୍ ପୁଅର ଫ୍ୟାମିଲିର ଯେଉଁ ପିଲା ଲୋକମାନେ କେବଳ ବସ୍ ଉପରେ ଡିପେଣ୍ଡ କରନ୍ତି, ସେମାନେ ଯିବେ କେମିତି? ତେଣୁ ଗଭର୍ଣ୍ଣମେଣ୍ଟକୁ ଅନୁରୋଧ ଯେ ସେମାନେ ଏ ଲୋକଙ୍କ ସୁବିଧା ପାଇଁ କେମିତି ଚେଷ୍ଟା କରନ୍ତେ। ଖାଲି ଭାଷଣବାଜି ଆଉ ଆଡ଼ଭର୍ଟାଇଜମେଣ୍ଟ ହେବନି। ଲୋକେ ପ୍ରାକ୍ଟିକାଲି କେମିତି ସୁବିଧା ପାଇବେ। ଆଉ ଅନ୍ୟ ବସ୍ରେ ପଠାଇଲୁ ତାକୁ ବ୍ୟବସ୍ଥା କରିକିରି। ଆଉ ଏଇଠୁ ସେ କୋରାପୁଟ ଯିବ, କୋରାପୁଟ ଗୋଟେ ବସ୍ରେ ଲକ୍ଷ୍ମୀପୁର ଏମିତି ଯାଇକିରି ଯିବ ସିଏ। ଆମେ ଆସିଲୁ ପ୍ରଥମେ ସବୁଦିନ କେମିତି ଯାଉ ରାଇଟ୍ ଟାଇମ୍ରେ ବସ୍ ଆମେ ପହଞ୍ଚିଲୁ। ସେ ପେସେଣ୍ଟ ବି ଜଣେ ଥିଲେ। ପଠାଇଲା ବେଳକୁ ବସ୍ ନାହିଁ ସେଇଠି ଷ୍ଟାଣ୍ଡରେ। ବୁଝିଲୁ ଦୁଇଟା ପାଖକୁ ଆସିକି ବୁଝିଲୁ ଯେ ନା ବସ୍ ଯିବନି। କ'ଣ ପାଇଁ ଯିବନି? ନା ତେଲ ନାହିଁ। ତେଲ କ'ଣ ହେଲା? ନା ସେ ଗଭର୍ଣ୍ଣମେଣ୍ଟ ଯେଉଁ ତେଲ ପଇସା ପଠାଇବା